ମ୍ୟାଡ଼ାମ୍ ନମସ୍କାର। ନମସ୍କାର। ଆପଣଙ୍କର ନାମ କ'ଣ? ରାଜଲକ୍ଷ୍ମୀ ସାମଲ। ଆପଣଙ୍କର ଘର କେଉଁଠି? ଆମର ଯାଜପୁର। ଆପଣଙ୍କ ଘର ଯାଜପୁର। ଆପଣ ଭୁବନେଶ୍ୱରକୁ ଯେଉଁ ଆସିଥିଲେ କ'ଣ ସମସ୍ୟା ନେଇକି ଆପଣ ଆସିଥିଲେ? ଗୋଡ଼ ଆଣ୍ଠୁଟା ବହୁତ ଫୁଲି ଯାଇଥିଲା। ଆଣ୍ଠୁ ବେଣ୍ଡ ହେଉନଥିଲା କି ଏପଟ ସେପଟ ବି କୌଣସି ପ୍ରକାର ଫଙ୍କସନ୍ ହେଉନଥିଲା। ଆପଣଙ୍କର ବାଁ ପଟ ଆଣ୍ଠୁ ଫୁଲି ଯାଇଥିଲା ଆଉ ଦରଜ ହେଉଥିଲା, ଚାଲିବାରେ କଷ୍ଟ ହେଉଥିଲା ଆପଣଙ୍କୁ। ଆଜ୍ଞା। ଆପଣ ଯେଉଁ ଆସିଲେ ଆମର ସୁପ୍ରିମ୍ ବେସିନ୍ ଚାରିଟେବଲ୍ ଟ୍ରଷ୍ଟକୁ ପାଖାପାଖି କେତେ ଦିନ ହେଲା ଫିଜିଓଥେରାପି କଲେ? ଆମେ ପାଖାପାଖି ଗୋଟେ ମାସ ହେବ ଏଠି। ଗୋଟେ ମାସ ହେଲା ଆପଣ ଫିଜିଓଥେରାପି କଲେ। କାଲି ଆପଣ ଘରକୁ ଯିବେ, ଆପଣଙ୍କର ନିଜ ବାସକୁ ଯିବେ। ଆପଣ ଯେଉଁ ମାସେ ଫିଜିଓଥେରାପି କଲା ପରେ ଆପଣ ଏବେ କ'ଣ ଅନୁଭୂତି ଫିଲ୍ କରୁଛନ୍ତି? ଆପଣ ମାସରେ ଆମେ ବହୁତ ସକ୍ସେସ୍ ହେଇଛୁ। ଆପଣ ଯେଉଁ ଆଣ୍ଠୁ ଫୁଲା ଥିଲା ଏବେ ଆଉ କ'ଣ ଆଣ୍ଠୁ ଫୁଲା ଅଛି ଏବେ? ଆଉ ନାହିଁ। ଯେଉଁ ପ୍ରଥମରୁ ଆସିଲା ବେଳେ ଯେଉଁ ବିନା ଯନ୍ତ୍ରଣା ହେଉଥିଲା ଏବେ ସେଇଭଳିଆ କିଛି ଲାଗୁଛି ଆପଣଙ୍କୁ ନା ଆରାମ ଲାଗୁଛି ଆପଣଙ୍କୁ? ନାଇଁ, ମୋତେ ଆରାମ ଲାଗୁଛି। ଆଚ୍ଛା, ଆପଣ ଯେଉଁ ନୂଆ ଲୋକ ଆମ ସଂସ୍ଥାକୁ ଆସୁଛନ୍ତି ସୁପ୍ରିମ୍ ବେସିନ୍ ଚାରିଟେବଲ୍ ଟ୍ରଷ୍ଟକୁ, ବହୁତ ଲୋକ ଜାଣିପାରୁନାହାନ୍ତି, ତାଙ୍କ ଆଣ୍ଠୁ ଦରଜରେ ଲୋକ ପେନ୍ କିଲର୍ ଖାଉଛନ୍ତି। ଆପଣ ତାଙ୍କୁ ନୂଆ ଲୋକଙ୍କୁ କ'ଣ ଉପଦେଶ ଦେବେ? ଆମେ ଉପଦେଶ ଦେଉଛି, ଆମେ ଏମିତି ସକ୍ସେସ୍ ହେଇକି ଆସିଛୁ। ଆମେ ପେନ୍ କିଲର୍ ଖାଉଥିଲୁ, ଧର ସେଥିରେ କିଛି ତାର କମୁନଥିଲା, ମାନେ ତା ଯେଉଁ ଇଏଟା ହେଉଥିଲା, ପେନ୍ଟା ହେଉଥିଲା। କିନ୍ତୁ ଆମେ ଫିଜିଓଥେରାପି କରିକି ବି ମେଡ଼ିସିନ ଖାଇଲେ, କିନ୍ତୁ ଆମର ତା ଦେହରେ ପେନ୍ଟା ରିକଭରି ହେଲା। ଧନ୍ୟବାଦ। ଭଗବାନ ଆପଣଙ୍କୁ ଆରୋଗ୍ୟ ରଖନ୍ତୁ, ଖୁସିରେ ରଖନ୍ତୁ। ନମସ୍କାର।